तुलसी रामायण प्रथम अध्याय। जे बण पूर्णचंद्रर दर्शन जाने, सागर बढ़ई देख जे सने जे पुणी, अटई जे अभिलाष मोर सानुमान, मात्र भाग्य मोहर जे अटे ही निमान, तथापि अछई मोर विश्वासर मने, कविता रचना मोर गुणे साधु जने, जदिओ जगते हा करिबे पठन, तेबे हे हास्य करिबे जाने गुरुजन, तेणु ही प्रभु श्रीरामंकर पद ध्याई, मुहि अज्ञान श्रीराम चरित लेखई, हेबि जदि उपहास खल जगतर, तहिटी हेब मो पक्षे बहु हितकर, जेणु काक कोकिलर सेहि कंठ सोन, चाक्ष विचारे करिबे जेउ पुणी जन, जेपरि हंसर देखि शुक्ल बरन, जानी ईर्षा बहे बक ताहाकु दर्शन, से परि चातकु भेक निरीक्षण करी, कहे पुणी उपहासे बचन ताहारी, तहिरे तांकर पुणी क्षति हुए नाही, ए सर्वे निश्चय मंगल कारण अटई, हास्यर से भरा जही अटई पुस्तक, लेखई कि बीजे केही बोलाई लेखक, रघुपति रामचंद्र ताहांकर गुण, लागई ता लागी पुणी अहित बचन, एही मोर कविता जे तांको पाई पूर्ण, हास्यास्पद भरा पुणी अटई बचन, तहु पुणी भगवत प्रभुंक पादरे, विश्वास नाही जा पुणी ताहांक अंतरे, अटंती आबर पुणी जेउ महात्मा, न बुझे से हो प्रभुंक अपार महिमा, ए दोहा बळी को पुणी जे जन मोहर, खराप मणई ताहा जानी शुणी नर, से केबे श्रीराम प्रेमी नर जे नुहई, बहु अछि ए सत्य जे बचन अटई, कविता गुड़िक जाहा अटई मोहर, परम श्रीरामर से ताहा भरपूर, मोहर कवि हेबाकु केबे इच्छा नाही, से परि योग्यता अबा मोर मध्य काहि, अर्थमान जे छंदादि पुणी अलंकार, अटई कला जेहा सकल प्रकार, पुणी जे प्रबंध नव रसमान बही, ताहा जे सात्विक गुणे परिपूर्ण थाई, एही जे कविता पुणी रचना रे मोर, जानिछि तहिरे गुण किछि ही नथिबार, जे बण गुण रे ताहा होई अछि व्याप्त, कहिबे जगते निश्चय से कथा निंदित, अछई विवेक ज्ञान जाहांकर ठारे, मन जाई जे लागई से प्रभु पदरे, से जन निश्चय पुणी होई शुद्ध चित्त, प्रभुंक निमित्त कविता से पढ़िबे निश्चिंत, हृदय रे थिबारु जे एमंत जे गुण
ତେଣୁ ମୁଁ ଲେଖୁଛି ପ୍ରଭୁ ଶ୍ରୀରାମଙ୍କ ନାମ। ଅଟଇ ଅତି ପବିତ୍ର ପ୍ରଭୁ ରାମ ନାମ। ହୁଅଇ ତାରେ ମଙ୍ଗଳ ବିଧିର ବିଧାନ। ଭଜ ଶ୍ରୀରାମ ଶ୍ରୀରାମ ଶ୍ରୀରାମଟି ଜାଣ। ଏମନ୍ତେ ସୁଜନେ ଜପ ନାମ ଅନୁକ୍ଷଣ। ଅଛନ୍ତି ବଡ଼ ପଣ୍ଡିତ ଯେତେ କବିଗଣ। କରନ୍ତି ବହୁ କବିତା ସେହି ଯେ ଲେଖନ। ନାହିଁ ପୁଣି ରାମ ନାମ ବିନେ ଯେ କବିତା। ଥିଲେ ବି ତାହା ନୁହଁଇ କବିତା ଗଣିତା। ବହୁ ଯେ ଅଶୋଭନୀୟ ତାହା ଯେ ଅଟଇ। ସଂସାରରେ ତାର ଖ୍ୟାତି କେବେ ବି ନଥାଇ। ଦେଖନ୍ତି ଚନ୍ଦ୍ରବଦନୀ ବହୁ ନାରୀ ଗଣ। ତାହାଙ୍କର ଅଳଙ୍କାର ନାନା ପରିଧାନ। ହେଲେ ହେ ବହୁ ଯେ ପୁଣି ବସନ ବିହୀନ। ସେ କେବେ ଦେଖା ନ ଯାନ୍ତି ରୂପେ ସ୍ୱଭାବନ। ରାମ ନାମ ପୁନଃ ହିଁ ରହିଛି କବିତା। ତାହା ହିଁ ହେଲେ ହେ ପୁଣି ରସ ବିହୀନତା। ପବିତ୍ର ଯେ ଶ୍ରୀରାମଙ୍କ ଅଟଇ ଯେ ନାମ। ସେଥି ଯୋଗୁଁ କବିତାମ ଅଟେ ଗୁଣମାନ। ସାଧୁ ସଜନ ଗୁଣୀନ ତାହାଙ୍କ ନିମିତ୍ତ। ଗ୍ରହଣୀୟ ଅଟଇ ଯେ ଅତି ସେ ପବିତ୍ର। ରସ ଛନ୍ଦ ମାଧୁରୀର ଅଛି ଭାଷା ମାନ। କବିତା ହେଲେ ବି ମୋର କିଛି ବି ନ୍ୟୁନ। କେବଳ ଯେ ତାର ମଧ୍ୟେ ରାମ ନାମ ଅଛି। ପ୍ରେମ ରସ ଭକ୍ତି ଭାବ ତହିଁରେ ପୂରିଛି। ଏଣୁ ମୁଁ ଏମନ୍ତ ଯାହା କହୁଅଛି ଶୁଣ। ଭକତି ଭାବ କର ସେ ତାହା ପରିପୂର୍ଣ୍ଣ। ପୋଡ଼ିଲେ ଅଗୁରୁ ପୁଣି ଚନ୍ଦନଙ୍କୁ ନେଇ। ତହିଁରୁ ସୁଗନ୍ଧି ପୁଣି ଉତ୍ପନ୍ନ ହୁଅଇ। ଯଦିଓ ସେହି ଅସତ ପଥଗାମୀ ଜନ। ଶ୍ରଦ୍ଧାରେ ଶୁଣଇ ଯେବେ ସେହୁ ରାମ ନାମ। ଏଣୁ ସେ ଜଗତ ଜନ ମଙ୍ଗଳର ପାଇଁ। କରିବାକୁ ତତ୍ପର ସେହୁ ନିଶ୍ଚୟ ହୋଇ। ଶ୍ରୀରାମ ଚରିତ କଥା ଏହି ଯେ ମୋହର। ଅଟଇ ସଂସାର ଜନ ମାନ ହିତ କର। ଦୁର୍ଗତିକୁ କର୍ମ ମାନ କରଇ ନାଶନ। ଅଟଇ ଜ୍ଞାନୀ ଗୁଣୀଙ୍କ ସେହୁ ଶ୍ରେଷ୍ଠ ଧନ। ଯେ ସନେ ଯେ ଗଙ୍ଗା ନଦୀ ପୁଣି ତାର ତୀର। ଏମନ୍ତ ଗତି କୁଟିଳ ହୋଇଲା ତାହାର। ସେହୁ ଯେ ପବିତ୍ର ଜଳ ବିଚାରେ ଅଟଇ। ଯୋଗ୍ୟ ଯେ ସାଧୁ ଜନଙ୍କ ସ୍ନାନ କର୍ମ ପାଇଁ। ସେପରି ଶ୍ରୀରାମ ନାମ ଯହିଁ ଯହିଁ ନାହିଁ। ଶୁଦ୍ଧ ହେଲେ ବି ସେ ଦ୍ରବ୍ୟ ପବିତ୍ର ନୁହଁଇ। ଯାହାରେ ଶ୍ରୀରାମର ସେ ହୋଇ ପରିପୂର୍ଣ୍ଣ। ଅଟଇ ତାହା ସୋରଟା ଦୋହାବଳି ସମ। ସାଧୁ ସନ୍ଥ ସଜ୍ଜନଙ୍କ ହିତ କର୍ମ ପାଇଁ। ନିଶ୍ଚୟ ଫଳ ହୋଇବ ସୁଖକର ସେହି। ଲାଗିଲେ ଯେ ପରି ବୃକ୍ଷେ ମଳୟ ପବନ। ନିମ୍ବ ପାଲଟଇ ତହୁଁ କେମନ୍ତେ ଚନ୍ଦନ। ତାହାକୁ ଦାରୁ ବୋଲିଣ କେହି କି କହନ୍ତି। ସକଳ ମୁଖେ ଚନ୍ଦନ ତାହାକୁ ବୋଲନ୍ତି। ଯେ ଗାଭି ଅଟଇ ଯହୁଁ କଜଳ ବରନ।
ସେହୁ ଅନ୍ୟ ଗାଭୀଠାରୁ ଅଟଇ ଯେ ଭିନ୍ନ। ତାହାର କ୍ଷୀର ଯେ ଉତ୍କୃଷ୍ଟ ତାଟି ଯେ ଅଟଇ, ଖାଇଲେ ଶରୀର ପାଇଁ ହିତ ଯେ କରଇ। ସେ ଯେ ରାମ ସୀତାଙ୍କର ଯହିଁ ଯହିଁ ଗୁଣ, ଅଟଇ ଉତ୍କୃଷ୍ଟ ଗାଭୀ କ୍ଷୀର ସଙ୍ଗେ ମଣ। ଜଗତେ ଅଛଇ ଯେତେ ସର୍ପ ବିଷଧର, ମଣି ଯେ ଥାଏ ଯେ ତାଙ୍କ ନିଜ ମସ୍ତକର। ପର୍ବତରୁ ମାଣିକ୍ୟ ଯେ ମିଳଇ ଅପାର, ଗଜ ମସ୍ତକରୁ ମୁକ୍ତା ମିଳଇ ଅସାର। ସେହି ଯେ ପୃଥିବୀପତି ଯହୁଁ ନରବର, ତୁଳସୀର ମଣି ତାଙ୍କ ଅଙ୍ଗର ସମ୍ଭାର। ଯେ ବଣ ପଦାର୍ଥ ପାଏ ଯେ ବଣ ସେ ସ୍ଥାନ, ସେପରି ତାହାର ଗୁଣ ବିକାଶ ଜାଣ। ମଣି ଯେ ମାଣିକ ପରି ଅଟେ ଯେ ସମାନ, ସେପରି କବିର ମୁଖ କବିତାର ମାନ। ବାହାରେ ତାହାର ସଂଖ୍ୟା ନୁହେଁ ଜାଣି କରି, ମୁଗ୍ଧ ପଡ଼ିଣ ଯେତେ ଯେତେ ନର ଯେ ନାରୀ। ଯେ ବଣ କବିତା ଜାଣ କବିଙ୍କ ମୁଖରେ, ସୋହେ ନା ଯାହା ତାହାଙ୍କୁ ପ୍ରକାଶ କରିଲେ। ଶ୍ରୀରାମଙ୍କ ନାମ ରୂପୀ ଅଟଇ ଯେ ସାର, ସ୍ନାନ କରିବା ଅଟଇ ତାର ମଧ୍ୟ ଅସାର। ବାଗଦେବୀ ବୀଣା ପାଣି ମାତ ଜଗତର, ନୁହଇ ଯେ ପଥ ଶ୍ରମ ନୁହେଁ ତାହା ଦୂର। ତେଣୁ ହିଁ କେଳି କଳ୍ମଷ ବିନାଶ ନ ପାଇ, ସେଥି ନିମନ୍ତେ ସାର ଯେ ରାମ ନାମ ସେହି। ସେହୁ ଯେ ହୃଦୟ ଜ୍ଞାନୀ ଜନମାନଙ୍କର, ସାଗର ପରିଟି ଜ୍ଞାନ ଅଟଇ ଗଭୀର। ସାମୁକା ସମ ଯେ ଜାଣ ବୁଦ୍ଧି ଯେ ତୀକ୍ଷଣ, ସେହୁ ଜାଣ ବାଣୀ ସ୍ୱାତି ସମୀର ସମାନ। ଅଟଇ ବିଚାର ଧାରା ପୁଣି ତାହାଙ୍କର, ହୁଅଇ ବୃଷ୍ଟିର ଧାରା ପରି ଯେ ବହୁଳ। ସ୍ୱାତି ଯୋଗୁ ତହିଁ ସିନା ବରସିଲେ ବାରି, ତିଥି ମଧ୍ୟରେ ଶାମୁକା ମୁକ୍ତା ଉଦଗାରୀ। ଯେତେ ପଣ୍ଡିତ ଯେ କବି ସେହୁ ବିଜ୍ଞ ଜନ, ବାଗଦେବୀ ନାମକୁ ସେ କରିଣ ସ୍ମରଣ। ଲେଖନ୍ତି ସେହୁ ଯେ ପୁଣି ସୁକବିଡ଼ା ମାନ, ତାହାକୁ ଦୟା କରନ୍ତି ସେହି ମାତା ଶୁଣ। ଜଗତେ ମଣି ମାଣିକ ଆବର ଯେ ହୀରା, ତାହାକୁ ଯତନ କରି ଗୁନ୍ଥି କଲେ ମାଳା। ତାହା ପୁଣି ହୃଦ ଦେଶେ ଦେଲେ କଲମ୍ବାଇ, ଦୂରକୁ ସୁନ୍ଦର ତାହା ନିଶ୍ଚୟ ଦିଶଇ। ସେପରି ରାମଚରିତ ଅଟେ ତପସମ, ସେ ତପେ ତାହାକୁ ପୁଣି କରିଣ ବନ୍ଧନ। ଏମନ୍ତ କବିତା ମାନ ରଚନା କରିଲେ, ସାଧୁ ଜନେ ତାହାକୁ ସେ ପଢ଼ିବେ ଯେ ସ୍ଥିରେ। ଯେପରି ମଣି ମାଣିକ ଅଛି ରତ୍ନମାନ, କବିତା ସାଥିରେ ତାହା ଅଟଇ ତୁଳନ। ଏବେ ଯେ ଦେଖାଏ ଯାହା ଯେଉଁ କଳି କାଳ, ରୂପ ତ ଅତ୍ୟନ୍ତ ତାହା ଅଟଇ କରାଳ। କଳି ଯୁଗ ନରମାନ ଗୁଣ ତାହାଙ୍କର, କରନ୍ତି କୁଳର ଯହୁଁ
ଯେମନ୍ତ ବ୍ୟବହାର। ବେଦ ମାର୍ଗେ ସେମାନେ ତ ଗମନ୍ତି ଯେ ନାହିଁ, ପୂରିଛି ଅନ୍ତର ମଧ୍ୟେ କପଟର ଛାଇ। ଏ ଯୁଗେ ବହୁତ ଠକ ଜାଣ ନରଗଣ, ମିଛେ ଭଜୁଛନ୍ତି ସିନା ସେହି ରାମ ନାମ। କାମ କ୍ରୋଧ ଲୋଭ ଭୋଗ ପୁଣି ମୋହମାନ, ଅନ୍ତର ବାହାରେ ପରି ପୂର୍ଣ୍ଣ ଯେ ପ୍ରବଳ। ଧର୍ମକୁ ସେହି ମାନେ ନାନା ଭାବେ କହି, ଲୋକଙ୍କୁ ନିଅନ୍ତି ପୁଣି କେମନ୍ତେ ଭଣ୍ଡାଇ। ଏମନ୍ତ ତୁଳସୀ ତହିଁ କହନ୍ତି ବଚନ, ଯାହାକି ଅଟଇ ମୋର ବହୁ ଅବିଗୁଣ। ତେଣୁଟି ଅଳପେ ମୁହିଁ ବଖାଣି ପାରିବି, ବିସ୍ତାରି ତାହାକୁ ପୁଣି କହି ନ ଜାଣିବି। ସେଥି ଯୋଗୁଁ ପାଠକଙ୍କ ବିଚାରି ଚରଣେ, କରୁଛି ବିନତି ମୋର ଥାଇ ଅନୁକ୍ଷଣେ। ସବୁରି ଜାଣି କଥାକୁ ଶ୍ରବଣ ପଠନ, ଦୋଷ ମୋର ନ ଘେନିବ ବିଚାର କରିଣ। ଜଗତରେ ମୁହିଁ ଜଣେ କବି ନ ହୁଅଇ, ମାତ୍ର ଲେଖା ଚାତୁରୀ ମୋ ଠାରେ କିଛି ନାହିଁ। ଏମନ୍ତ ଆପଣାର ଯେ ନୀତିକୁ ଧରିଣ, ଲେଖୁଅଛି ପ୍ରଭୁଙ୍କର ପୁତ ଯେ ଶ୍ରୀରାମ। ଅଗାଧ ସାମରତାର ଜଳ ସମୂହର, ତେମନ୍ତ ଜଗତ ସାର ଶ୍ରୀରାମଙ୍କ ନାମ। କାରଣ ସଂସାରୀ ଜନ ଯେଣୁ ମୁହିଁ ହୋଇ, ମଜିଣ ସଂସାର ମଧ୍ୟେ ଏଥୁ ଦୂର ମୁହିଁ। ଯେହୁ ଯେ ମେରୁ ପର୍ବତ ମାନଙ୍କୁ ଟାଳଇ, ଜାଣିଛି ତାର ଚଳତା ସମ୍ମୁଖରେ ମୁହିଁ। ବ୍ରହ୍ମା ବିଷ୍ଣୁ ମୁଣି ଯହୁଁ ଦେବ ମହେଶ୍ୱର, ବାଗ ଦେବୀ ବୀଣା ପାଣି ମାତା ଜଗତର। ତେମନ୍ତ ବେଦ ପୁରାଣ ଜାଣ ଶାସ୍ତ୍ରମାନ, ଈଶ୍ୱରଙ୍କର ମହିମା ତହିଁରେ ଗାୟନ। ଏହା ସତ୍ୟ ସମର୍ଥ କରିବାର ପାଇଁ, ତଥାପି ତାହାଙ୍କର ଯେ କୀର୍ତ୍ତିକୁ ଯେ ଗାଇ। ତେଣୁ ହିଁ କ୍ଷୁଦ୍ରରୁ କ୍ଷୁଦ୍ର ବୁଦ୍ଧିକୁ ଧରିଣ, ଭକ୍ତିରେ ଲେଖଇ ମୁହିଁ ରଘୁପତି ନାମ। ଜାଣନ୍ତି ଈଶ୍ୱର ସେହି ସର୍ବଶକ୍ତିମାନ, ଜାଣନ୍ତି ସମସ୍ତ ପୁଣି ଜଗତର ଜନ। ନ କରି ଯେ ତାହାଙ୍କର ପୁଣି ଗୁଣଗାନ, ବିଶ୍ୱରେ ରହିବ ପୁଣି କେଉଁ ଗୁଣୀ ଜନ। ଏମନ୍ତ ବେଦରେ ପୁଣି ପିତାମହ ଜାଣ, ଭକ୍ତି ଭରେ ବନେଇଛନ୍ତି ପ୍ରଭୁଙ୍କର ଗୁଣ। ନିଷ୍କ୍ରିୟ ରୂପ ପୁଣି ଅଟଇ ନାମ, ଆନନ୍ଦମୟ ଯେ ପୁଣି ସେହି ପୂର୍ଣ୍ଣ ବ୍ରହ୍ମ। ସଦଚିତ ଇନ୍ଦ୍ରିୟ ଯେ ଅଦ୍ୱିତୀୟ ବର, ସର୍ବବ୍ୟାପକ ଅଟନ୍ତି ବିରାଟ ମଧ୍ୟର। ଇଚ୍ଛାରେ ଇଚ୍ଛାରେ ସେହୁ ନାନା ରୂପେ ହୋଇ, ଖେଳନ୍ତି ସକଳେ ଯେ ଜଗତ ଯେ ଗୋସାଇଁ। ସେହି ଯେ ଅଟନ୍ତି ଚିଦାନନ୍ଦ ଭଗବାନ, ପରମ ପୁରୁଷ ପୁଣି ଅଟନ୍ତି ମହାନ। କେବଳ ସେ ଭକ୍ତର ଉଦ୍ଧାରଣ ପାଇଁ, ମର୍ତ୍ତ୍ୟରେ ଜନମ ସେହୁ ନାନା ରୂପ ହୋଇ। ଏମନ୍ତ ସେହୁ କରନ୍ତି ଶରୀର ଧାରଣ,
ଭକତ ଜନଙ୍କୁ ସେହୁ କରନ୍ତି ତାରଣ। ସେମନ୍ତ ପ୍ରଭୁର ପଦେ ରଖି ମୋହି ମନ, ସଦା ସର୍ବଦା ତାହାଙ୍କୁ କରୁଅଛି ଧ୍ୟାନ। ଜାଣ ଯେ ଗରିବ ତାର ଅପହୃତ ଦ୍ରବ୍ୟ, ଫେରାଇ ଆଣ ହେ ତାହା ଜାଣିଣ ସରବ। ସୀତାପତି ରଘୁପତି ସେ ରାଘବ ରାମ, ବିନେ କେ ଅଛି ସଂସାରେ ଆଉ ଆଯୋଜନ। ତାହାଙ୍କୁ ସୁବିଜ୍ଞ ପୁଣି ସାଧୁ ସନ୍ଥ ଜନ, କରନ୍ତି ସର୍ବଦା ତାଙ୍କ ନାମର କୀର୍ତ୍ତନ। ଅଗତିର ଗତି ରାମ ଚନ୍ଦ୍ରଙ୍କର ନାମ, ସେ ନାମ ପୁଣି ମୁଖରେ କରିଲେ ଗାୟନ। ହୁଅଇ ପବିତ୍ର ପୁଣି ତାହାଙ୍କର ମୁଖ, ପୁଣି ସେ ହରଇ କୋଟି ଜନ୍ମର ଯେ ଦୁଃଖ। ଏମନ୍ତ ଯେ ଅଭୟର ପଦେ ରାମଙ୍କର, ନମଇ ମୋହି ଯେ ନାମ ତାଙ୍କ ବାରମ୍ବାର। ଅଟଇ ବୃହତକାର ହେବା ନଦୀ ପାର, ହେବାକୁ ଅଛି ବିପଦ ଜାଣିଛ ପାର। ନୃପକେଶରୀ ସନ କରି ଯହୁଁ ମନ, ତହୁଁ ସେ ନଦୀକୁ ପୁଣି କରିଲେ ବନ୍ଧନ। ଭାବିଲେ ଛାର ଯେହି ପିପିଳିକା ମାନ, ଜାଣି ନଦୀକୁ କରନ୍ତି ତହୁଁ ଅତିକ୍ରମ। ବାଲ୍ମୀକି ମହର୍ଷି ପୁଣି ତାହାଙ୍କ ଚରିତ, ଗର୍ଜିଲେ ବିରାଟ ରଚିଲେ ବିରାଟ ସେହୁ ରାମାୟଣ ଗ୍ରନ୍ଥ। ତାହାଙ୍କ ଆଶ୍ରୟେ ମୁହିଁ କରିବି ରଚନ, ଦୟା କରିବେ ନିଶ୍ଚୟ ମୋତେ ପ୍ରଭୁ ରାମ। ତାହାଙ୍କୁ ହୃଦୟେ ମୋର ଧାରଣ ଯେ କରି, ବାରମ୍ବାର ଶ୍ରୀରାମଙ୍କ ନାମକୁ ସୁମରି। ତାହାଙ୍କର ଗୁଣ ଗ୍ରାମ ଆଉ ଆଉ ମାନ, ଅଛଇ କରିବାକୁ ଯେ ଇଚ୍ଛା ମୋ ବର୍ଣ୍ଣନ। ପୁଣି ବ୍ୟାସଦେବ ଆଦି ସେ ପୁରାଣକାର, ହରିଙ୍କ ଗୁଣଙ୍କୁ ସେହୁ ରଚିଲେ ଅପାର। ମୁହିନ ତାହାଙ୍କ ପାଦେ ରଖିଅଛି ମନ, କରିବି ବୋଲିଣ ଏହି ଗ୍ରନ୍ଥକୁ ରଚନ। ମୋହର ସରଳ ଏହି ହୃଦୟ ଯେ ଜାଣି, ବନ୍ଦଇ ଶ୍ରୀରାମ ପ୍ରଭୁ ପଦରେ ଯେ ପୁଣି। ରଘୁମଣିଙ୍କ କିରତି ଭଣିତା ଯେ କରି, ଅଟଇ କିରତି ତାଙ୍କ ଐଶ୍ୱର୍ଯ୍ୟ ଏପରି। ସରବେ ତାହାଙ୍କୁ ଯେବେ କରନ୍ତି ଆଦର, ଜାଣିବ ପବିତ୍ର ଯେହ୍ନେ ଅଟେ ଗଙ୍ଗା ଜଳ। ସେ ନାମତେ ସନେ ଜାଣ ହିତକାରୀ ବହୁ, ଯଶ ତାଙ୍କ ଚଉଦିଗେ ପ୍ରକାଶଇ ସେହୁ। ଏବେ ହୋ ଶୁଣନ୍ତୁ ସର୍ବ ସାଧୁ ସନ୍ଥ ଜନ, ପ୍ରକାଶେ ସଦୟ ତୁମ୍ଭ ହୋଇବ ଯେ ଗୁଣ। ଯେପରି ପାଟ ଖିଆରେ ଜାଣ ପାଟ ଡୋର, ସିଲାଇ କରିଲେ ତାହା ଦିଶଇ ପ୍ରକାର। ମୋହର କବିତା ମଧ୍ୟେ ଥିଲେ ଦୋଷ ଗୁଣ, ଜାଣିବେ ବାଛିବେ ନାହିଁ ଆହେ ସାଧୁ ଜନ। ସେଇ ସୁନିର୍ମଳ ସ୍ୱଚ୍ଛ ଅଟଇ ପାବନ, ସେପରି ଶ୍ରୀରାମ ଚରିତ ଅଟେ ଯେ ମହାନ। ଏପରି କବିତା ଯେବେ ହୋଇବ ସକଳ, ତେଣୁ ହିଁ କୀର୍ତ୍ତିର ହୋଇ ଦିନ ଲେଖ କର। ଚଉଦିଗେ କରନ୍ତିଟି
ତାହାର ସୁନାମ। ସଂସାରେ ଆଦର ତହିଁ କରନ୍ତି ସଜନ। ଏମନ୍ତ ଯଦ୍ୟପି ଚିତ୍ତ ନୁହଁଇ ଯେ ସ୍ଥିର। ତହିଁ କି କବିତାଉ ନୋହେ ନିର୍ମଳ। ତାହାର ଯେ ସୁଲଳିତ ଭାଷା ହେବ ନାହିଁ। ସହଜରେ ବୁଦ୍ଧିହୀନ ଅଜ୍ଞାନଟି ମୋହି। ବିନୟରେ କଥାକୁ କହେ ବାରମ୍ବାର। ଜାଣିବେ ପଣ୍ଡିତ ବିଜ୍ଞ ଜନ ଯେ କେବଳ। ରଘୁପତି ସୀତାପତି ରାମଙ୍କ ଚରିତ। ମାନସର ସରୋବରେ ହୁଅଇ ବିଦିତ। ସେହି ସରୋବର ଯେ ତାହାର ଯେ ମଧ୍ୟରେ। ପଣ୍ଡିତ ମାନଙ୍କ ମନ ଜାଣ ସପ୍ତମରେ। ଏହି ସେହି ରାମାୟଣ ଗ୍ରନ୍ଥର ମଧ୍ୟରେ। ରହିଛି ଦୁଷ୍ଟ ଦାନବ ମାନବ ପୟରେ। ଜଗତେ କେବଳ ବହୁ ମହାରୁଷି ଜାଣ। ସମସ୍ତେ ଯେ ଲେଖି ଯାଇଛନ୍ତି ରାମାୟଣ। ସ୍ତୁତିମାନ ଯେ କଟୁତ ଏଥି ହୋଇ ନାହିଁ। ଅଟଇ ତାରୁ ବିପୁନ ଅଟଇ ତାରୁ ଚିପୁନ ନିଶ୍ଚୟଟି ଏହି। ସୁଚରିତ୍ରର ସସମା ବେଶ ରାମାୟଣ। ଚାରି ବେଦେ ବନ୍ଦାଇଲି ତହୁଁ ଏଠି ପୁଣ। ଏହୁ ଅଟେ ଚାରି ବେଦ ଯେଣୁ ଜଗତର। ତାରଣ କାରଣେ ପୁଣି ଭବ ପାରାବାର। ଶ୍ରୀରାମ ତରଣୀ ଅଇବଟିଏ ଏହି। ଯେ ଜନ ଭଜେ ଶ୍ରୀରାମ ଯାଏ ପାର ହୋଇ। ଭବ ସଂସାରରୁ ପାର ପାଇବାକୁ ଜନ। ବନ୍ଦଇ ପୁଣି ସରବେ ଧାତାଙ୍କ ଚରଣ। ଅଟଇ ଏ ସୃଷ୍ଟି ଯେଣୁ ତାଙ୍କରି ଭିଆଣ। ରାମ ଭଜ ନାମ ଭଜ ଭଜ ଆତ୍ମା ରାମ। ସାଗର ଗଭରୁ ଆଣି ସେହି ବସୁନ୍ଧରୀ। ଗଢ଼ିଛନ୍ତି ବିଧାତା ଯେ ବହୁ ଯତ୍ନ କରି। ଜାଣି ଯେ ସାଗର ପୁଣି କରାଇ ମନ୍ଥନ। ତହିଁ ମଧ୍ୟ ସୁଧାମୃତ କଲେ କ ଉତ୍ପନ୍ନ। ଜାଣ ହେ ଅସାଧୁ ଖଳ ପୁଣି ଦୁରୁଜନ। ବିଷମଦିରା ସହିତ କଲେ କ ସମାନ। ସାଧୁ ଯେ ଅଟନ୍ତି ଜାଣି ଅମୃତ ସମାନ। ତେଣୁ ହସ୍ତ ଯୋଡ଼େ ମୁହିଁ ଦେବତା ବ୍ରାହ୍ମଣ। ଗ୍ରହ ରୂପୀ ଜାଣ ଏହି ଶ୍ରୀ ଗୁରୁ ଚରଣ। ସଭକ୍ତିରେ ସେ ଚରଣେ କରଇ ବନ୍ଦନ। ପୁଣି ଯେ ସାରଳା ଗଙ୍ଗାଙ୍କୁ ମୁଁ ଯେ ବନ୍ଦାଇ। ସୁଦୟା କରନ୍ତୁ ମୋରେ ଆହେ ଦୟାମୟୀ। ଗଙ୍ଗାର ପବିତ୍ର ଯେଣୁ ଅଟଇ ଜଳରେ। ସ୍ନାନ କରିଲେ ପାପ ଯେ ହୋଇଯାଏ ଦୂରେ। କରଇ ଯେ ଜନ ସଦା ସଦା ହରି ନାମ। ସାଦରେ କରୁଥାଇ ସେ ପ୍ରଭୁ ନାମ ଗାନ। ପ୍ରଭୁ ନିଶ୍ଚୟ କଣ୍ଠରେ ବିନୟ କରନ୍ତି। ଶ୍ରୀହରି ଗୁଣ କୀରତି କରି ଯେ ଦିଅନ୍ତି। ପୁଣି ଗୁରୁ ପିତା ମାତା ତାହାଙ୍କ ଚରଣ। ଭକ୍ତିରେ ଅଧମ ମୋହି କରଇ ବନ୍ଦନ। ତେସନେ ସେ ହର ହର ସେ ଉମା ଶଙ୍କର। କହଇଆ ତୁରେ ମୋହି ଚରଣ ଯୁଗଳ। ମହିମା ଅଶେଷ ପୁଣି ଭୋଳାନାଥଙ୍କର। ଜାଣନ୍ତି ଏହାକୁ ସେହି ଅଯୋଧ୍ୟା ଠାକୁର।
ଚରଣ ସେବକ ସଖା ପୁଣି ସ୍ୱାମୀ ଆଦି କରନ୍ତି ସର୍ବ ସୁଦୟା ସେହି ଦୟାନିଧି ତଥା ଈଶ୍ୱର ଅଟନ୍ତି ପୁଣି ତାଙ୍କ ପରି ଜାନକୀନାଥ ରାମକୁ ଅଛନ୍ତି ଉଚାରି ଏଣୁ ଯେ ତୁଳସୀ ଦାସ ଅଟନ୍ତି ଯେ ଛାର ଅଧମନମୟୀ ସଦା ଚରଣେ ତାଙ୍କର ଏମନ୍ତ ଜଗତର ଯେ ଜନହିତ ପାଇଁ ସନ୍ଦେଶ ରଚିଲେ ପୁଣି ମହେଶ ଗୋସାଇଁ କେବଳ ମାତ୍ର କମନୁ ଅଛନ୍ତିଟି ତହିଁ ତେଣୁଟି ତାହାର ଅର୍ଥ ଅଗୋଚର ଥାଇ ଜାଣିନ ପଢ଼ିଣ ପୁଣି ଏମନ୍ତ ମୁଖରେ ଯେ ଜନ ସଦା ଜପଇ ସେହି ଯେ ଶଙ୍କରେ ତେଣୁଟି ପ୍ରସନ୍ନ ତାଙ୍କୁ ହୁଅନ୍ତି ଶଙ୍କର ପୁରାନ୍ତି ଯେ ମନସ୍କାମ ଜାଣି ତାହାଙ୍କର ପାର୍ବତୀ ରମଣ ଦେବ ହର ମହେଶ୍ୱର ସର୍ବଦା କରନ୍ତୁ ଜାଣି ମଙ୍ଗଳ ମୋହର ମୁହିଁ ଯେ ମନେ ଅତ୍ୟନ୍ତ ପ୍ରୀତ ହୋଇ ପୁଣ ଲେଖଇ ପ୍ରଭୁଙ୍କ କଥା ତୁଳସୀ ପୁରାଣ ଦେବଦେବ ଈଶ୍ୱରଙ୍କ ଚରଣେ ଶରଣ କରି ମୁହିଁ ବସିଅଛି ଲେଖିବି ପୁରାଣ ଏଣୁ ମୁଁ ଭାବୁଛି ବସି ମୋହରି ମନରେ ରାମଚରିତ ବର୍ଣ୍ଣନ କରି ପୁରାଣରେ ଯେଉଁ ପରି ଭାନୁ ନିଶା କାଳରେ ଉଦିତ ସେଥି ଯୋଗୁ ଚଉଦିଗ ହୁଏ ଆଲୋକିତ ତଥା ଏ କବିତା ପୁଣି ରଚନା ମୋହର ପାଠ କରିବେ ନିଶ୍ଚୟ ବହୁ ନାରୀ ନର ପଡ଼ିବ ଆଲୋକ ଯହୁଁ ସବୁରି ଅନ୍ତରେ ମୁହିଁ କହଇ ଏହାକୁ ନିସନ୍ଦେହରେ ଏମନ୍ତ ପଢ଼ିବ ଶୁଣିବ ଯେ ଯେଉଁ ଜନ ନିଶ୍ଚୟ ଲଭିବ ସେହୁ ଶ୍ରୀରାମ ଚରଣ ସେ ଶିବ ପାର୍ବତୀ ଦୟା ରଖି ମୋହଠାରେ କହନ୍ତୁ ପୁରାଣ ସର୍ବ ମୋତେ ସପନରେ ଏପରି ସପନ ଯେବେ ନିଶ୍ଚୟ ସତ୍ୟ ହେବ ମୋ ସୁଖ ନିଶ୍ଚୟ ସେହି ଗ୍ରନ୍ଥରୁ ଜନ୍ମିବ ଏହା ଯେ ହେବ ପୁସ୍ତକ ରୂପେ ପ୍ରକାଶନ ଯହୁଁ ପଢ଼ିବେ ଯେ ସେହି ସାଧୁ ସନ୍ଥ ଜନ ସେ ପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କ ଜନ୍ମସ୍ଥାନ ପବିତ୍ର ମନରେ ମୁହିଁ କରଇ ବନ୍ଦନ ଅଟଇ ଅଯୋଧ୍ୟା ଦେଶ ନାମଟି ତାହାର ସେ ଦେଶେ ସରଜୁ ବହେ କେଡ଼େ ପରିମଳ କରଇ ସେ ଜଳେ ପୁଣି ଆନନ୍ଦରେ ସ୍ନାନ ତାହାର ହୁଅଇ ଜାଣ କଳ୍ମଷ ନାଶନ ଅଟନ୍ତି କୌଶଲ୍ୟା ସେହି ଶ୍ରୀରାମଙ୍କ ମାଲ ହୋଇଲେ ଶ୍ରୀରାମ ପ୍ରଭୁ ତାଙ୍କ ଗର୍ଭଜାତ ଏପରି ଯେ ଅବନୀରେ ଲଭିଲେ ଜନମ ଜନମି ପୁଣି ସୁକୀର୍ତ୍ତି କରିଲେ ସ୍ଥାପନ ମୋର ତକୁ ଆସୁଛନ୍ତି ତାହା ତ ଜଣାଇ ସେ ମାତା କୌଶଲ୍ୟା ଦେବୀ ଚରଣ ବନ୍ଦାଇ କରିଲା ରଜକ ପୁଣି ଜାନକୀଙ୍କ ନିନ୍ଦା ଶୁଣି କହନ୍ତେ ଶ୍ରୀରାମେ ମନେ ଆସେ ଦ୍ୱିଧା ଦ୍ୱିଧା ଆସିବାରୁ ପୁଣି ବନକୁ ପେଶିଲେ
ରଜକକୁ ତେଣୁ ସେହି ମୁଖ୍ୟ କରିଦେଲେ। କୌଶଲ୍ୟା ଗର୍ଭରୁ ଜାଣ ଅଟନ୍ତି ସେ ରାମ। ରୂପେ ଉଦିତଟି ସେହି ପୂର୍ଣ୍ଣଚନ୍ଦ୍ର ସମ। ଆସଇ ଚନ୍ଦ୍ର ଯେ ସନେ ପୁଣି ଏ ଜଗତ। ତାହାର ରଶ୍ମିରେ କରେ ସର୍ବ ଆଲୋକିତ। ସେହି ରାମଚନ୍ଦ୍ରଙ୍କର ଗୁଣ ପ୍ରଭାବରେ ଦୁଷ୍ଟ ଜନମାନ ପୁଣି ନିରସ୍ତ ଯେ ହେଲେ। ତାଙ୍କ ପିତା ଦଶରଥ ତାହାଙ୍କ ଚରଣେ ଭକ୍ତିରେ କରଇ ବନ୍ଦନ ମୁହିଁ ନ ଜନେ। ଜାଣଇ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ତାତ। ବନ୍ଧୁ ଅଛି ଏଥି ପୁଣି ରାଜା ଦଶରଥ। ସେହୁ ପୁଣି ଶ୍ରୀରାମଙ୍କୁ ପ୍ରାପ୍ତିର ନିମିତ୍ତ। ବହୁ କାଳୁ ସତ୍ୟ ଥିଲା ହୃଦୟ ଜାଗ୍ରତ। ସେ ପୁଣି ତୃଣ ସମାନ ଦଗଧ ହୋଇଲେ। ଆପଣାର ଶରୀରକୁ ତହୁଁ ଯେ ଛାଡ଼ିଲେ। ତେଣୁ ତାଙ୍କ ସହଜେ ତାଙ୍କ ପରିଜନ। ସହିତେ ମୁହିଁ ଯେ କରୁ ଅଛି ପ୍ରଣାମ। ଜାନକୀନାଥ ଶ୍ରୀରାମଙ୍କର ଶ୍ରୀଚରଣ। ଥିଲା ଯେ ଯାହାର ପୁଣି ଅଗାଧର ପ୍ରେମ। ସେ ପୁଣି ବୈରାଗ୍ୟ ଭୋଗ କାରଣ ମଧ୍ୟରେ। ଥିଲାଟି ଗୁପତ ତାହା ଏମନ୍ତ ପ୍ରକାରେ। ତେଣୁ ଯେ ପ୍ରଭୁଙ୍କ ପାଦ ଦର୍ଶନ ପାଇ। ତକ୍ଷଣ ସେ ପ୍ରେମ ତାଙ୍କ ଉଠିଥିଲା ଚେଇଁ। ନୃପତି ଜନକ ତହିଁ ରାଜଋଷି ଥିଲେ। ଆନନ୍ଦେ ବିଳାସେ କନ୍ୟା ବଢ଼ାଇ ନଥିଲେ। ମନ୍ଦ ଯୋଗୁ ବନବାସ ହୋଇଲେ ସେ ଜାତ। ଧନ୍ୟ ଧନ୍ୟ ସେହୁ ପୁଣି ଜଗତର ମାତ। ଦଶରଥ ସୁତ ତିନି ସୋଦର ଚରଣେ। ଭରତ ଭାରତ ତାଙ୍କ ବନ୍ଦଇ କାରଣେ। ତେବେ ଯେ ଶ୍ରୀରାମ ଦୁଃଖୀ ବନବାସ ହେଲେ। ରାଜ୍ୟକୁ ଭରତ ଯାଇ ରାଜପଣ କଲେ। ଥିଲା ଯେ ଜ୍ୟେଷ୍ଠ ଭ୍ରାତାଙ୍କ ରହି ନିୟମ। ଜାଣି ଶୁଣିଣ ତାହା ଯେ କରିଲେ ପାଳନ। ଯଥା ଯେ ଭ୍ରମର ତୁଲ କମଳର ଫୁଲ। ତିଆଗେ ନାହିଁ ଯେ ତାଙ୍କ ବିତେ କାଳ କାଳ। ତଥା ସେ ଭରତ ଭ୍ରାତ ଶ୍ରୀରାମରେ ପ୍ରେମ। କେତେ ଯେ ଦୈର୍ଯ୍ୟ ହେଲା ତାହାଙ୍କର ମନ। ତହିଁ ଯେ କନିଷ୍ଠ ଭ୍ରାତା ଅଟନ୍ତି ଲକ୍ଷ୍ମଣ। ବନ୍ଦଇ ମୁହିଁ ଯେ ତାଙ୍କ ଦୁର୍ଲଭ ଚରଣ। ଥିଲା ଯହିଁ ଭାତୃଭକ୍ତି ବହୁ ଅନୁପମ। ଏ ବିଶ୍ଵ ମଧ୍ୟରେ ଅଟେ ତାହା ଶ୍ରେଷ୍ଠତମ। କହିବା ସେ ମାର୍ଗ ପୁଣି ବିଶ୍ୱବାସୀ ଆଗେ। ଚାହିଁଛନ୍ତି ସେହି ମାନେ ଯେ ସ୍ନେହାନୁରାଗେ। କରନ୍ତି ଯେ ଶ୍ରୀରାମଙ୍କ କୀର୍ତ୍ତିମାନ ଗାନ। କରିବା ପାଇଁ କି ତାହା ଜନେ ବିତରଣ। ବିଶ୍ୱବିହାରୀ ସେ ମନ୍ତ ଶକ୍ତିଦାତା ପାଇ। ବଞ୍ଚିଣ କିରତି ତାଙ୍କ ଅଛନ୍ତି ବଢ଼ାଇ। ଅଟନ୍ତି ସେ ଯେ ଅନନ୍ତ ବିଶ୍ୱର ଠାକୁର। ତାହାଙ୍କୁ ଧରିବା ପାଇଁ ବିଶ୍ୱ ଚରାଚର। ସହସ୍ର ସହସ୍ର ଫଣି ଯହିଁ ଧରିଥିଲେ।
ସୁମିତ୍ରାଙ୍କ ଗର୍ଭରୁ ପୁଣି ଜନମିଲେ। କାରଣ ସେ ପୃଥିବୀର ଭାରାନାଶ ପାଇଁ ନାମ ଗୋଟି ତାହାଙ୍କର ଲକ୍ଷ୍ମଣ ଯେ ହୋଇ। ପୁଣି ଭ୍ରାତା ଅନୁଗାମୀ ଅଟନ୍ତି ଶତ୍ରୁଘ୍ନ ତାହାଙ୍କ ଚରଣେ ମୁହିଁ କରୁଛି ବନ୍ଦନ। ପୁନଶ୍ଚ ଯେ ବଜରଙ୍ଗୀ ସେହି ମହାବୀର ନମଇ ମୁହିଁ ଯେ ପୁଣି ଚରଣେ ତାଙ୍କର। ମହାବୀର ହନୁମାନ ତାଙ୍କ ଗୁଣ ନାମ ଶ୍ରୀମୁଖେ କରିଲେ ପୁଣି ସୀତାପତି ରାମ। ଅଟଇ ସୁଗ୍ରୀବ ବୀର ତହିଁ କପିପତି ଜାମ୍ବବାନ ଅଟନ୍ତି ଯେ ତାଙ୍କ ରକ୍ଷପତି। ଦାନବ ଗଣରେ ଚନ୍ଦ୍ର ପୁଣି ବିଭୀଷଣ ସହିତେ ବନ୍ଦଇ ମୁହିଁ ଅଙ୍ଗଦ ସୁଷେଣ। ସରବ କପି ବୃନ୍ଦଙ୍କୁ ମୁହିଁ ଯେ ବନ୍ଦଇ ଅଟଇ ଜଗତେ ମୁହିଁ ଭାଗ୍ୟବାନ ସେହି। ସେ ଯେ ସାଗର ଗାଧ ଜାଣ ତାର ବାରି ଜ୍ଞାନ ଯେ ଅଗାଧ ପୁଣି ଅଟଇ ତାଙ୍କରି। ଯାହାଙ୍କ ଭକ୍ତିରେ ହୋଇ ପୁଣି ବଜେଇ ବସ ସେହି ଯେ ଅଟନ୍ତି ରାମ ରାମ ସୀତା ଈଶ। ସେ ରାମ ବିଜୟ ଯହୁଁ ହୃଦୟ କମଳେ ପ୍ରଥମରେ ମହାବୀର ତାଙ୍କ ପାଦ ତଳେ। ପୁନଶ୍ଚ ଜଟାଉ ଥାଉ ମାରିଚ ହଲ୍ୟା ସଙ୍ଗତରେ ବିଭୀଷଣ ତହିଁ କୌଶଲ୍ୟା। ଏହୁ ଯେ ଶ୍ରୀରାମଙ୍କର ଭକତ ସକଳ ଅଧମ ବନ୍ଦଇ ତାଙ୍କ ଚରଣ କମଳ। ତହିଁ ମଧ୍ୟେ ତତ୍ତ୍ୱଜ୍ଞାନୀ ସେ ଯେ ସୁଖ ଜ୍ୟୋତି ସଙ୍ଗତେ ନାରଦ ପୁଣି ସନକ ଅଟନ୍ତି। ସେହୁ ପୁଣି ବାସୁଦେବ ବିଷ୍ଣୁ ଅବତାର ଏ ଅଜ୍ଞାନୀ ସେମାନଙ୍କୁ କରେ ନମସ୍କାର। ସେ ଯେ ନୃପତି ଜନକ ଋଷିଙ୍କ ନନ୍ଦିନୀ ନାମ ଯା ଜାନକୀ ପୁଣି ଜଗତ ଜନନୀ। ଅଟନ୍ତି ସେ ଶ୍ରୀରାମଙ୍କ ହୃଦୟ ତାରିଣୀ ଚିହ୍ନନ୍ତି ବୈକୁଣ୍ଠେ ସେହି ଲକ୍ଷ୍ମୀ ଠାକୁରାଣୀ। ତେଣୁ ହି ତାହାଙ୍କ ଯେ ପଦ୍ମର ଯେ ଚରଣ ବାଞ୍ଛା କଳ୍ପ ଯୁଗଳରେ କରେ ସଦା ଧ୍ୟାନ। ଯଦି ଦୟା କରିବେ ସେ ଜଗତର ମାତ ଜଗତେ ଅନେକ ତାଙ୍କ ହୋଇବି କୃତାର୍ଥ। ଏମନ୍ତେ ଯେ କର ମୋର ମନ ଯେ ବଚନ ରଚିବେ ସମସ୍ତ ପୁଣି ଆୟତ କରିଣ। ଶପଥେ ରାମଙ୍କର ସେ ପଦର ଯଛୁଇଁ ଅହର୍ନିଶି ତାହାଙ୍କର ବନ୍ଦନା କରଇ। ଅଟନ୍ତି ସେ ପଦ୍ମନେତ୍ର ପୁଣି ଧନୁର୍ଦ୍ଧର ବୋଲାନ୍ତି ପୁଣି ଜଗତ ଜନକ ଠାକୁର। ସେ ଯେ ଦୁଃଖ ନାଶିଣ କରି ଯେ ସୁଖ ଦାନ ଭକତେ କରନ୍ତି ସଦା ରଘୁପତି ରାମ। ଅଟଇ ଜଳ ତରଙ୍ଗ ପୁଣି ଭିନ୍ନ ଭିନ୍ନ ହେଲେ ହିଁ ନିଶ୍ଚୟ ତାହା ଏ ଦୁଇ ଅଭିନ୍ନ। ମାତା ସୀତା ଶ୍ରୀରାମଙ୍କ ସେହି ବେନି ମୂର୍ତ୍ତି ଯଦ୍ୟପି ଯେ ହୁଟି ପୁଣି ଦେଖିବ ଦୁଇଟି ବୁଝିବ ତଥାପି ଏହା ଏକ ବୋଲି ଜାଣ। ଅଟନ୍ତି ସେ ଦୁହେଁ ପୁଣି ଦୁଃଖୀ ଜନ ପ୍ରାଣ
ବନ୍ଦଇ ମୂରୁଖ ଜନ ସେ ପ୍ରଭୁ ଚରଣ। ଜଗତର ହିତ ପାଇଁ ହୋଇଛି ଜନମ। ଅକାରକୁ ପୁଣି ଜାଣ ସୂର୍ଯ୍ୟ ତତ୍ତ୍ୱ କହି। ପରମ ଶ୍ରୀରାମ ପ୍ରଭୁ ଜନମିଲେ ତହିଁ। ପୁଣି ହିରକାର ସେହି ଅଗ୍ନିର ଭିତରେ। କାହିଁ ଥିଲେ ପରଶୁରାମ ଜନମ ହୋଇଲେ। ସେ ପୁଣି ମକାର ଚନ୍ଦ୍ର ବୀଜକୁ ବୁଝିଣ। ଧରାରେ ଜନମ ହେଲେ ବଡ଼ ବଳରାମ। ତେଣୁ ବଡ଼ ପ୍ରଭୁ ଗାଇ ଶ୍ରୀରାମଙ୍କ ନାମ। ବନ୍ଦଇ ମୁଁ ନିତ୍ୟ ନିତ୍ୟ ସଦା ଅନୁକ୍ଷଣ। ବିଧି ଯେ ଆବର ଅଟେ ସେହି ହରିହର। ବେଦରେ ଅଟନ୍ତି ସେହି ପରମ ଠାକୁର। ମକାରୁ ବ୍ରହ୍ମା ଯେ ପୁଣି ହୋଇଲେ ଜନମ। ସୃଷ୍ଟିକୁ କରିଲେ ସେହି ନୂତନ ସର୍ଜନ। ଅକାରରୁ ପୁଣି ବିଷ୍ଣୁ ହୋଇଲେ ଯେ ଜାତ। ପାଳନ କରିଲେ ପୁଣି ସେହୁ ଯେ ଜଗତ। ଏକାରୁ ଈଶ୍ୱର ପୁଣି ଯାର ଜନମିଲେ। ସଂହାରେ ସଂହାର କର୍ତ୍ତା ତହୁଁ ବୋଲାଇଲେ। ତାହାଙ୍କ ନାମ ମହିମା ତେଜ ପ୍ରଭାବରେ। ଗଣେଶ ପୂଜ ଯେ ପୁଣି ପୂଜିତ ଅଗ୍ରରେ। ସେ ମହର୍ଷି ବାଲ୍ମୀକି ହୋଇଲେ ଯେ କବି। ଭକ୍ତିରେ ଶ୍ରୀରାମ ନାମେ ହୋଇଗଲେ ଦ୍ରବୀ। କିବା ମହାତ୍ମ୍ୟ ଜାଣିଲେ ସେହି ଯେ ନାମରେ। ହୋଇଣ ସେଥିରେ ପୁଣି ଦସ୍ୟୁ ରତ୍ନାକରେ। ଖଣ୍ଟବୃତ୍ତି ତାହାଙ୍କର ଥିଲା ବଡ଼ କାମ। କରନ୍ତି ସେହୁ କୁଟୁମ୍ବ ସେଥିରେ ପାଳନ। ଏକଦା ସେହି ଯେ ଦସ୍ୟୁ ଜାଣ ରତ୍ନାକର। ଜାଗ୍ରତେ ଜଗିଛି ପୁଣି ଅରଣ୍ୟ ମଧ୍ୟର। କେବଳ ନାରଦ ଆସି ତହିଁ ପହଞ୍ଚିଲେ। ରତ୍ନାକର ସହିତରେ ତହିଁ ଯେ ମିଳିଲେ। ମାରିବାକୁ ରତ୍ନାକର ତହୁଁ ଗୋଡ଼ାଇଲା। ସମୀପରେ ତାଙ୍କ ଯାଇ ହାଜର ହୋଇଲା। ତାହାଙ୍କୁ ନାରଦ ପୁଣି କହନ୍ତି ବଚନ। ଆହେ ରତ୍ନାକର ତୁମ୍ଭେ ମୋର କଥା ଶୁଣ। ଯଦି ତ ହତ୍ୟା କରିବୁ ତୁହି ଆଜ ମତେ। ପାପକୁ ତୁଅର ଯିବୁ କାହିଁ କଣ କେତେ। ଜାଣ ହେ ସେ ପାପ ତୋର ଆତ୍ମୀୟ ସ୍ୱଜନ। ନେବେ କି କେବେ ତୋ ଠାରୁ କାଢ଼ି ଯେ କାଢ଼ିଣ। ଏମନ୍ତ ଯେ ନାରଦଙ୍କ ବାକ୍ୟକୁ ଶୁଣିଣ। ଚିନ୍ତା କରି ରତ୍ନାକର କହିଲା ବଚନ। ନିଶ୍ଚୟ ଗୃହରୁ ମୁହିଁ ବୁଝିକି ଆସିବି। ତୁମ୍ଭର ଯେ ଉତ୍ତର ନିଶ୍ଚୟଟି ଦେବି। ଏମନ୍ତ ନାରଦଙ୍କୁ ସେ ବନ୍ଦନ କରିଣ। ଗୃହରେ ପ୍ରବେଶ ହୋଇ ଆତ୍ମୀୟ ବଚନ। ସେ ପାପ ଭାଗି ଯେ ହେବ ଆତ୍ମୀୟ ସ୍ୱଜନେ। ଏକଥା ମୁଁ ପଚାରୁଛି ସଂସାରର ଜନେ। କହନ୍ତି ବୁଝାଇ ସର୍ବ ତୋ ପାପ ହିଁ ତୋର। କହୁଛି ଭାଗି ହେବାକୁ କିମ୍ପାରେ କୁମର। ତହୁଁ ଗୁମାନରେ ସେହୁ ଫେରିଲା ଯେ ଘରୁ। ଯାଇ ପଡ଼ିଲା ସେ ପାଦେ ମାନିଲା ଶ୍ରୀ ଗୁରୁ। ରାମ ନାମ ତାରକ ଯେ ମନ୍ତ୍ରକୁ ବୋଇଲେ। ମରା ମରା ଜପ ତୁମେ କରିବ ହିଁ ଭଲେ। ତହୁଁ ରତ୍ନାକର ଜାଣି ତପରେ ମଗନ। ରତ୍ନାକର ବାଲ୍ମୀକ ଋଷି ଯେ ପୁଣ। ଭାବିଲେ ରାମଙ୍କୁ କେତେ ଭଜିଣ ସେ ନାମ। ରାମାୟଣ ଗ୍ରନ୍ଥ ପୁଣି କରିଲେ ରଚନ। ଏକା ଏକା ବସି ଜପି ଏ ନାମ ରାମଙ୍କର।
सहस्र सहस्र नाम जपिला समान श्रीराम नाम श्रीमुखु महादेवंकर पार्वती शुणिले जेणु राम नाम सार अंतरे अंतरे राम जप करिथिले शिवंकर सहित रे भोजन करिले एमंत से श्रीरामंक नाम को जे जपी हरस होइले पुणी से उमा पार्वती एमंत महिमा जाने श्रीराम नाम रे से जानती एकाशी ना स्वामी महेश्वरे जेमंते सागर पुणी मंथन होइला तहु विष उत्पन्न से मंत दिशिला होइला त्रिपुर पुनः से विष ज्वाला रे जगत दगध जान होइबार काले जानकी पति श्रीराम नाम को जपिण सागरे शंकर जाई कले विषपान बरसारु तुटी जान नाम रे श्रीराम तुलसीदासंक खेते अटई जे धान अटई से राम नाम दुईटी अक्षर प्रमाण श्रावण मास बरसार धार श्रीराम नाम को सेहु करिण जे मूल भणुछि अधम मुहि अमृत पुराण एहि जे श्रीराम नाम दुई क्षर होई आहा कि सुंदर शोभा ताहाकु जे बही अटंती भकत तांक जीवन जीवन पुणी भकत अटंती से दुई नयन नित्य नित्य सर्व सुख कले राम नाम पूरण होइब निश्चय आपे सर्व काम पुनश्च से राम नाम होइब मंगल सुख मिलिब निश्चय जान सर्वकाल पवित्र जे अटई से रामंकर नाम से नाम जे करे नित्य श्रवण कीर्तन पुणे से नाम आलोचना अथवा गायन सुखल भई निश्चय शुभ अनुक्षण राम नाम दुई क्षर अटे दुई बन ताहाकु कहन्ति बुद्धे नर नारायण आवर करिब बेनी जानी सहोदर पालक सिना अटंती ए सारा संसार जगतर उद्धारक अटंती तो सेही नारीर कर्णभूषण अटंती से दुई अमृत स्वाद अटई से ही राम नाम करई संतोष पुणी करिण प्रदान पुणी जे पृथ्वी से ही करिछि धारण शेष देव से ही पुणी कर्मठ जे जान अटई से ही ब्रह्म जे पुणी बीजधार कर्मठ अटई एही कह सत्य गिर मटी जीव ब्रह्म जान तुमे शेष देव सुजने सुमने घेन संसारर भाव अटई से राम नाम दुईटी अक्षर पुस्तके सकल लेखा जेते जे पदर छत्र चामर परि जे अटई से दृश्य मंडित मुकुट मणि ताहार सदृश रोटी पुणी जान सेहु रेफ जे अटई तदनुसारे मटी जे
ଅନୁସାର କହି ସୁଜ୍ଞଜନ ରାମ ନାମ ମହିମା ଯେହି ସୁଧାସାର ଭେଦ ପୁଣ ବୁଝ ମନ ଦେଇ ନାମକୁ ଚିତେ ଚିନ୍ତିଲେ ପୁଣି ସର୍ବକାଳେ ଯାଇବ ସନାମ ତାର ଜିହ୍ୱାର ଅଗ୍ରରେ ନାମ ଯେ ଅଟଇ ରୂପ ଜାଣବେନିଙ୍କର ବଚନ ତହିଁରେ ନାହିଁ କିଛି ବନିବାର ନାମେ ନାମ ମଧ୍ୟେ ପୁଣି କିଛି ନାହିଁ ଭିନ୍ନ ବଡ଼ ସାନ ତହିଁ ମଧ୍ୟେ ନ କୁହ ବଚନ ତାହାକୁ ସାଧୁ ଏ ସିନା ମଣନ୍ତି ସମାନ ପ୍ରକାଶ କରିଲେ ତାହା ଦୁଃଖର କାରଣ ରୂପଟି ଅଟଇ ପୁଣି ନାମର ଅଧୀନ ନାମ ନଥିଲେ ନାହିଁଟି ତାର ରୂପ ଜ୍ଞାନ ଶୁଣ ସାଧୁ ସଜନେ କଥା ମନ ଦେଇ ଯେ କଥା ମନ ମଧ୍ୟରେ କେବେ ଆସେ ନାହିଁ ଯଦି ତ ଜଣା ନଥିବ ସେହି ନାମକାର ହୋଇବ ରୂପ ଜାଣିବା ବଡ଼ କଷ୍ଟକର ସେ ରୂପ ନ କଲେ ପୁଣି ନିଜେ ଦର୍ଶନ ଆସଇ ନାହିଁ ପୁଣି ସେ ପଦାର୍ଥର ନାମ ବିଚାରିଲେ ନାମ ରୂପ ଅଟେ କଥା ଦୁଇ ତାହାର ବର୍ଣ୍ଣନା ନିଶ୍ଚେ ଅତୀବ ଅଟଇ ସଗୁଣ ନିର୍ଗୁଣ ପୁଣି କରିବା ଯେ ଦୁଇ ଜୀବ ଓ ପରମ ଏହି ଦୁହିଁଙ୍କୁ ବୁଲାଇ ବିଚାରେ ରମେତେ ଇତି ଯେ ରାମଙ୍କ ନାମ ଅଟଇ ନିର୍ଗୁଣ ସେହୁ ଅଟେ ପରମ ବ୍ରହ୍ମ ନୈଣ ଜିହ୍ୱା ଦ୍ୱାରରେ ତାହାକୁ ଯେ ରଖ ରାମ ନାମ ପ୍ରତ୍ୟକ୍ଷ ଯେ ଉଜ୍ଜ୍ୱଳର ଦୀପ ସେ ନାମ ହୃଦୟେ ପୁଣି ଭିତରେ ବାହାର ଜାଣିବା ନୟନେ ହେବ ସେହୁଟି ଉଜ୍ଜ୍ୱଳ ଲିଭଇ ପବନେ ଦେବ ଦୀପ ଆନ ଆନ ନ ଲିଭେ ମଣିମୟ ଯେ ଏ ଦୀପ ସମାନ ଏ ନାମ ଜିହ୍ୱାରେ ଯେହୁ ଜପ ଯେ କରଇ ବୈରାଗ୍ୟ ଭାବ ନିଶ୍ଚୟ ତାଠାରେ ଉଦଇ ମୋହ ରୂପୀ ମାୟା ରୂପୀ କାଳ ଯେ ଅକାଳ ବାଧେ ନା ଅଙ୍ଗକୁ କେବେ ନିଶ୍ଚୟ ତାହାର ଅକଥନୀୟ ଅଟେ ସେ ପୁଣି ଅନୁପମ ଆରୋଗ୍ୟ ଲାଗି ପୁଣି ଭଜ ସେହି ନାମ ନାହିଁ ରୂପ ରୂପ ସେ ବ୍ରହ୍ମେ ସୁଖ ପାଏ ସୁଖରେ ସୁଖରେ ପ୍ରାଣୀ ଦିନକୁ ବିତାଏ ଜଗତେ ଅଟନ୍ତି ପୁଣି ଦୁଃଖୀ ଯେ ଭାଜନ ନୀତି ପ୍ରତ୍ୟ ହୃଦୟରେ ଜପ କରେ ନାମ ନିଶ୍ଚୟ ସଙ୍କଟ ତାର ମୋଚନ ହୁଅଇ ବହୁତ ସୁଖ ସେ ପୁଣି ନିଶ୍ଚୟ ଲଭଇ ଅଟନ୍ତି ଚାରି ପ୍ରକାର ସେହି ରାମ ଭକ୍ତ ଅର୍ଥାତ୍ ଜିଜ୍ଞାସୁ ପୁଣି ଅଟନ୍ତି ଯେ ଆର୍ତ ଚତୁର୍ଥେ ଜ୍ଞାନୀ ଭକ୍ତ ସେ ବିଚାରରେ କହି ଜ୍ଞାନୀଟି ନିଷ୍କାମୀ ପୁଣି ପରମ ଅଟଇ କାମନାକୁ ମନା ତ୍ୟାଗୀ ଅଛି ଯେଉଁ ଜନ ରାମ ନାମ ନିତ୍ୟ କରେ ଭଜନ କୀର୍ତ୍ତନ ଅଟଇ ଅମୃତ
ହ୍ରଦ ପରିସରି ସମ ଜାଣଇ ତାହାକୁ ଜ୍ଞାନୀ ହୃଦୟଟି ପୂର୍ଣ୍ଣ ତାହାକୁ ମନ ରୂପକ ଜାଣି ଯେଉଁମାନ ଜାଣିନ ସେ ହୃଦେ ପୁଣି କରେ ସନ୍ତରଣ ନାହିଁଟି ଗମ୍ଭୀରେ ତାର ଉପମା ରହିତ ସେହି ଯେ ଅଟନ୍ତି ପୁଣି ଜଗତର ତାତ ନିରାକାର ପରମ ବ୍ରହ୍ମ ଅଟେ ତାଙ୍କ ନାମ ସଗୁଣ ନିର୍ଗୁଣ ସେତ ପୁଣି ସର୍ବନାମ ବୁଦ୍ଧିଙ୍କ ମତରେ ଅଟେ ଏହା ଦୁଇ ଗୁଣ ବିପିନ ସମୟ ଅଟେ ଖୋଳ ଅନୁକ୍ଷଣ ଅଟଇ ସେହି ନାମଟି ଏକ ଯେ ନିଶ୍ଚୟ ବିଭେଦ ଏ ଗୁଣ ପୁଣି ଦୁଇ ସଂଘରଇ ସଗୁଣ ଠାରୁ ଯେ ପୁଣି ଅଟେ ଶ୍ରେଷ୍ଠ ନାମ ଶୁଣ ହେ ସର୍ଜନ ସନ୍ଥ ଯେତେ ଭକ୍ତଗଣ ହୋଇଲେ ସଗୁଣେ ପୁଣି ମର୍ତ୍ତ୍ୟ ଜନମୟୀ ତାହାକୁ କହନ୍ତି କଳା ଅବତାର ସେହି ବ୍ରହ୍ମାଙ୍କ ଆଜ୍ଞାରେ ଜାଣ ପ୍ରଭୁ ଶ୍ରୀରାମ ମରତରେ ନରତନୁ କରିଲେ ଧାରଣ ଜନମିଲେ ଦୁଃଖ କଷ୍ଟ ବହୁତ ସହିଲେ ଭକତକୁ ସୁଖ ଦାନ ଦେଇ ଦୁଃଖେ ଥିଲେ ସେହି ନାମ ଭଜନରେ ତିଳେ କଷ୍ଟ ନାହିଁ ଯେ ଜନ ନିତ୍ୟ ଭକ୍ତିରେ ଶ୍ରଦ୍ଧାରେ ଭଜଇ ଅଟନ୍ତି ଗୌତମ ପତ୍ନୀ ନାମ ଯେ ଅହଲ୍ୟା ପଥରେ ପଥର ହୋଇ ଦିନେ ପଡ଼ିଥିଲା ଜାଣିଲେ ତାହାକୁ ପୁଣି ପ୍ରଭୁ ଶ୍ରୀରାମ ଜଗତେ ରହିଲା ପୁଣି ତାହାଙ୍କର ନାମ ଏହିପରି କୋଟି କୋଟି ଥାଇ ଖଳ ଜନ ସେହି ନାମ ହୋଇଲେ ସେ ଦୁଃଖ ନିସ୍ତାରଣ ଅଟଇ ସୁକେତୁ ପୁଣି କନିଆର ତନ ଜଗତେ ଜଣା ତାଡ଼କା ଅଟଇ ତା ନାମ ଜାଣି ତହୁଁ ବିଶ୍ୱାମିତ୍ର ସେହି ଋଷି ବର ପୁଣି ସେ ଭାଙ୍ଗିଲେ ଯାଇ ତପ ତାହାଙ୍କର ଏମନ୍ତେ ଶ୍ରୀରାମ ଋଷି ସଙ୍ଗତରେ ଗଲେ ପଥେ ତାହାକୁ ଦେଖିଣ ବିନାଶ କରିଲେ ଜଗତେର ବିପ୍ରକାଶେ ଯେମନ୍ତେ ଯେ ତମ ସମୂଳେ ନିଶ୍ଚୟ ହୁଏ ତାହାର ନାଶନ ପ୍ରଭୁ ନାମ ପ୍ରଭାବରେ ଯେତେ ତମ ଘୋର ତାହାର ବିନାଶ ନିଶ୍ଚୟ ଲଭଇନି କର ତାହାଙ୍କର ଦିବ୍ୟ ଜ୍ୟୋତି ପ୍ରକାଶ ଯେ ହୁଏ ତାହାର ଦୁଃଖ ଦୁର୍ଦ୍ଦଶା ନିଶ୍ଚୟ ଘୁଞ୍ଚି ଯାଏ ସେ ପୁଣି ମିଥିଳା କଟକ ଯାଇଣ ଶ୍ରୀରାମ ତହୁଁ ସେଠି ଶିବ ଧନୁ କରିଲେ ଭଗନ ପ୍ରଭୁ ନାମ ପ୍ରଭାବରେ କଟେ ଭୟ ଭ୍ରାନ୍ତି ସମୂଳେ ବିନାଶ ହୋଇ ସୁଖ ସେ ଲଭନ୍ତି ଦୟାଳୁ ସେ ସୀତାପତି ଶ୍ରୀ ରଘୁନନ୍ଦନ ଅଟନ୍ତି ଭକତ ସନ୍ଥ ମାନଙ୍କର ପ୍ରାଣ ଦେଖିଲେ ଜଟାୟୁ ଶରୀରକୁ ପଥେ ରାମ ଇଚ୍ଛାରେ ସୁଗତି ତାରେ କରିଲେ ପ୍ରଦାନ ସେହି ନାମ ଉଚ୍ଚାରିଣ ଯେତେ ଖଳ ଜନ ମୁକତି ଲଭିଲେ ପାଇ ବୈକୁଣ୍ଠ ଭୁବନ
ଅଟନ୍ତି ଯେ ଜଗତର ବନ୍ଦନୀୟ ରାମ। ଅଟନ୍ତି ସେ ଭକତର ପୁଣି ପ୍ରାଣ ଧନ। ଜାଣିନ ସୁଗ୍ରୀବ ରାଜା ପୁଣି ବିଭୀଷଣ। ମନକୁ ଶ୍ରୀପଦେ ରଖି ହୋଇଲେ ଶରଣ। ସେ ନାମକୁ ଅହରହ ଯେ କରେ ଭଜନ। ହୁଇ ତାହାର ଦୁଃଖ ନିଶ୍ଚୟ ବିନାଶନ। ନିଜ ସାଥେ ଉଲ୍ଲୁକ ଯେ ବାନରକୁ ଧରି। ଅଥଳ ସାଗର ବକ୍ଷେ ସେତୁ ବନ୍ଧ କରି। ଏମନ୍ତେ ବହୁତ ସେହୁ କଷ୍ଟ ଯେ ପାଇଲେ। ବହୁ କଷ୍ଟେ ସାଗରକୁ ସେହୁ ପାରି ହେଲେ। ଲଙ୍କାରେ ଶ୍ରୀରାମ ଯାର ବିରଚିଲେ ନଣ। ସେଠାରେ ସବଂଶ ସହ ବଧିଲେ ରାବଣ। ଆସନ୍ତି ସଙ୍ଗରେ ଧରି ବୈଦେହୀ ସୁନ୍ଦରୀ। ସୁଖରେ ଘେନିଣ ତାଙ୍କୁ ଅଯୋଧ୍ୟାକୁ ଫେରି। ସେ ପ୍ରଭୁ ରାମଙ୍କ ଅଟେ ରାଜ୍ୟ ରାଜଧାନୀ। ତାହାର ନାମ ଅଯୋଧ୍ୟା ଶୁଣ ହେ ସୁଜ୍ଞାନୀ।